हेलो एवरीवन प्लस थ्री फिफ्थ सेमिस्टर पिलाମାନେ ଆମେ ତୁମର ପେପର 11 କ୍ଲାସ୍ ଚାଲିଥିଲା ପିଲାମାନେ ଲଗାତାର କ୍ଲାସ୍ ହଉଥିଲା ବାକିରେ ଲାଷ୍ଟ 5 ଦିନ ହେବା ପିଲାମାନେ କ୍ଲାସ୍ ବି ଅପଲୋଡ଼ ନି ହେଇ ନୋଟ୍ସ ମାନେ ବି ଅପଲୋଡ଼ ହେଇନି ପାରବା ଅପଲୋଡ଼ ହେଇନି ପାରବାର ମେନ୍ କାରଣ ପିଲାମାନେ ଆମର ଏରିଆରେ ପୁରା ହେଭି ରେନଫଲ୍ ଏନ୍ତା ରେନଫଲ୍ ଲାଗି ନେଟୱାର୍କର ବି ଇସ୍ୟୁ ଅଛି ପାୱାର କଟ୍ ହେଇଯାଉଛି ତ ସେଥିର୍ଲାଗି ବୋଲିକିରି କିଛି ଟେକ୍ନିକାଲ୍ ପ୍ରୋବ୍ଲେମ୍ ଲାଗି ବୋଲିକିରି ଆଉ ହେଇନି ପାରିଲା ତ ଆଜିକା ପିଲାମାନେ ସବୁ ଠିକ୍ ଠାକ୍ ଅଛେ ପାଗ ବି ଠିକ୍ କରିଛେ ଆଜି ଆଫ୍ଟରନୁନ୍‌ରୁ ତ କ୍ଲାସ୍ ଅପଲୋଡ଼ କରିସାରିଲେ ମୁଇଁ ଆଜି କ୍ଲାସ୍ କରିସାରିଲେ ତମ ନୋଟ୍ସ ମାନେ ବି ସବୁ ଅପଲୋଡ଼ କରିଦେବି ସବୁ ଅଲରେଡ଼ି ପ୍ରିପେୟାର ହେଇକିରି ଅଛେ ତ ପିଲାମାନେ ଆଜି ଆମେ ଡିସ୍କସନ୍ କରମା ପୋଲେନ୍ ବାୟୋଲୋଜି ଆଉ ମାଇକ୍ରୋ କେମେଟୋଜେନେସିସ୍ କାହାକେ କୁହାଯାଇସି ସେ ସବୁ ଜିନିଷ ଆଜି ଆମେ ଡିସ୍କସନ୍ କରମା ଦୁଇଟା କଭର୍ କରମା ଟପିକ୍ ପୋଲେନ୍ ବାୟୋଲୋଜି କାହାକେ କୁହାଯାଇସି ମାଇକ୍ରୋ କେମେଟିକ୍ସ କାହାକେ କୁହାଯାଇସି ସେଟା ପିଲାମାନେ ପ୍ରପର୍ ନୋଟ୍ସ ମୁଇଁ ଦେଇଦେବି ନୋଟ୍ସ ଲାଗି ଓରିଏଟ୍ ହେବାର୍ ନିନ ବହୁତ ଆଗରୁ ଦେଇଦେବାର୍ କଥା ବାକିରେ କାନ୍दा କାଣା ନେଟୱାର୍କ ପ୍ରୋବ୍ଲେମ୍ ରେନଫଲ୍ ଯୋଗୁଁ ନେଟୱାର୍କ ପ୍ରୋବ୍ଲେମ୍ ହେଲା ପାୱାର କଟ୍ ହେଲା ତ ସେଥିର୍ଲାଗି ବି ବୋଲିକିରି ଆଉ କିଛି ମୁଇଁ କରିନି ପାରିଲି ବଟ୍ ଆଜି ପାଗ ଠିକ୍ ଅଛେ ତ ଆଜି ସୁଦ୍ଧା ମୁଇଁ ଟ୍ରାଏ କରବି କି ସବୁ ସେଣ୍ଡ କରବାର୍ ଲାଗି ହେଲା ବୁକ୍ ପିଡ଼ିଏଫ୍ ମାନେ ବି ଅଛେ ବୁକ୍‌ର ପିଡ଼ିଏଫ୍ ମାନେ ପିଲାମାନେ ଡାଟା ପୁରା ବହୁତ ଖାଇବା ଇଆଡ଼େ ଫେନ୍ ନେଟୱାର୍କର ଇସ୍ୟୁ ଲାଗି 5G ନାଇଁ ଚାଲବାର୍ ତୁମର ବୁକ୍ ପିଡ଼ିଏଫ୍ ମାନେ ତୁମର ଫିଜିଓଲୋଜି ବାୟୋଟେକ୍ନୋଲୋଜି ରିପ୍ରୋଡକ୍ଟିଭ୍ ବାୟୋଲୋଜିର ସବୁ ବୁକ୍ ପିଡ଼ିଏଫ୍ ମାନେ ଅଛେ ଯେନ୍ଟାକି ପାଖାପାଖି 1 GB 1.5 GB ଲେଖା ଅଛେ ଗୋଟେ ପିଡ଼ିଏଫ୍ ସେସବୁ ଜିନିଷ୍ ତ ପିଲାମାନେ ନେଟୱାର୍କ ନିରେ ଯାଇ ହିନି ଥର କ୍ୟାନସେଲ୍ ହେଇଯାଉଥିବା ଲାଭ ନି ଦିଏ ଅପଲୋଡ଼ରେ ଲଗେଇକିରି କିଛି ତ ମୁଇଁ ବହୁତ ଜଲ୍ଦି ଯେତ୍କି ହେବା ମୁଇଁ ସବୁ ସେଣ୍ଡ କରବାର୍ ଲାଗି ଚେଷ୍ଟା କରବି ତ ଯେନ୍ତା ଆମର କ୍ଲାସ୍ ଚାଲିଥିଲା ସେନ୍ତା କ୍ଲାସ୍ କର୍ମା ପୋଲେନ୍ ବାୟୋଲୋଜି କାଣା ମାଇକ୍ରୋ କେମେଟୋଜେନେସିସ୍ କାଣା ଆମେ ଡିଟେଲ୍ସରେ ଆଜି ଆମେ ବୁଝ୍ମା ତ ପିଲାମାନେ ବିଫୋର୍ ଷ୍ଟାର୍ଟିଂ ପୋଲେନ୍ ବାୟୋଲୋଜି ଆମେ ଯେତ୍କି ଜିନିଷ୍ ଆଗରୁ ଟିକେ ପଢ଼ିଥାଉ ସେଟା ରିଭାଇଜ୍ କର୍ମା ମାନେ ହାଉ ମେନି ୱାଲ୍ ଆର୍ ପ୍ରେଜେଣ୍ଟ ଇନ୍ ଏ ପୋଲେନ୍ ଗ୍ରେନ୍ କେତେଟା ମାନେ ୱାଲ୍ ଥିସି ଅବଭିୟସ୍‌ଲି ଦୁଇଟା ୱାଲ୍ ଥିସି ପିଲାମାନେ କାଣା କାଣା ନା ଏକ୍ସାଇନ୍ ଆଉ ଏଣ୍ଟାଇନ୍ ଯେନ୍ଟାକି ଆମେ ପ୍ରିଭିୟସ୍ କ୍ଲାସ୍‌ରେ ପଢ଼ିଥିଲା ବୁଝିଲା ପ୍ରିଭିୟସ୍ କ୍ଲାସ୍‌ରେ ଆମେ ସେଟାକେ ଆମେ ପଢ଼ିଥିଲା ତ ପିଲାମାନେ ପୋଲେନ୍ ବାୟୋଲୋଜି ବୋଲିକିରି ଆମେ କାହାକେ କହେମା 1 ମିନିଟ୍ ପିଲାମାନେ ପିଲାମାନେ ପୋଲେନ୍ ବାୟୋଲୋଜି ବେଲେ କାଣା ଆମେ ଯଦି ସିମ୍ପଲି କହେବାର୍କେ ଗଲେ ତୁମେ ବୁଝ ମୁଇଁ ତୁମକୁ ନୋଟ୍ସ ଦେଇଦେବି ହେଲା ବୁଝ ପହିଲ୍ ବୁଝ ପୋଲେନ୍ ବାୟୋଲୋଜି ଇଜ୍ ଦ ବ୍ରାଞ୍ଚ ଅଫ୍ ବୋଟାନି ପୋଲେନ୍ ବାୟୋଲୋଜିଟା ପିଲାମାନେ କାଣା ଗୋଟେ ବ୍ରାଞ୍ଚ ଅଫ୍ ବୋଟାନି ଯଦିରେ ପିଲେ ସର୍ଟରେ ଯଦି ଆମେ କହେମା ନା ଦ ଷ୍ଟଡି ଅଫ୍ ପୋଲେନ୍ ଇଜ୍ ନୋନ୍ ଏଜ୍ ପାଲିଓନୋଲୋଜି ଅର୍ ପୋଲେନ୍ ବାୟୋଲୋଜି ମାନେ ପୋଲେନ୍ ଗ୍ରେନ୍‌କେ ଷ୍ଟଡି କରବାର୍କେ ହିଁ ଆମେ ପୋଲେନ୍ ବାୟୋଲୋଜି ବୋଲିକିରି କହୁଛୁ ମାନେ ପୋଲେନ୍ ବାୟୋଲୋଜି ଇଜ୍ ଦ ବ୍ରାଞ୍ଚ ଅଫ୍ ବୋଟାନି ଦ୍ୟାଟ୍ ଡିଲ୍ସ ୱିଥ୍ ଦ ଅରିଜିନ୍ ତାର୍ ଡେଭଲପମେଣ୍ଟ ତାର୍ ଷ୍ଟ୍ରକ୍ଚର୍ ତାର୍ ଫିଜିଓଲୋଜି ଆଉ ଭିଆବିଲିଟି ଜର୍ମିନେସନ୍ dispersal and functions of pollen grain in the reproductive process of flowering plant के आमे pollen biology बोली करी कहूँ pollen biology is the scientific study of pollen grain and their role in plant reproductions history of pollen biology पिले माने काना ना history of pollen biology आमर फास्ट किए କରିଥିଲେ ନା ନେହେମିଆନ୍ ଗ୍ରିଉ ପିଲାମାନେ ପୋଲେନ୍ ବାୟୋଲୋଜିରେ କାଣା ତୁମେ ବୁଝ ଆମର ପୋଲେନ୍ ବାୟୋଲୋଜିରେ ଯେତ୍କି କାମ୍ ନିନ ଯେତ୍କି ଆମର ମାଇକ୍ରୋଗେମେଟୋଜେନେସିସ୍‌ରେ ଅଛେ ବାକିରେ ମାଇକ୍ରୋଗେମେଟୋଜେନେସିସ୍‌କେ ବୁଝବାର୍ ଆଗରୁ ପୋଲେନ୍ ବାୟୋଲୋଜି କାଣା ସେଟାକେ ବି ଆମର ଜାନବାର୍ ଜରୁରୀ ଆଏ ତ ଦ ଷ୍ଟଡି ଅଫ୍ ପୋଲେନ୍ ହାଜ୍ ଡେଭଲପ୍ ଓଭର୍ ସେଭେରାଲ୍ ସେଞ୍ଚୁରୀ ଆମର ଫାଷ୍ଟ ନିହାମିନ୍ ଗ୍ରିଉ ମାନେ 1641ରୁ 1712 ମସିହାରେ ଫାଷ୍ଟ ସାଇଣ୍ଟିଷ୍ଟ ସେ ଥିଲେ କି ଡେସ୍କ୍ରାଇବ୍ କରିଥିଲେ ପୋଲେନ୍ ଗ୍ରେନ୍ ୟୁଜିଂ ମାଇକ୍ରୋସ୍କୋପ୍ ଦ୍ୱାରା ୟୁଜ୍ କରିଥିଲେ ଆଉ ତାକେ ଆମେ ଫାଦର୍ ଅଫ୍ ପ୍ଲାଣ୍ଟ ଆନାଟୋମି ବୋଲିକିରି ଜାଣିଲା କିଏ ନା ନିଉମିନ୍ ଗ୍ରିଉ ଫାଦର୍ ଅଫ୍ ପ୍ଲାଣ୍ଟ ଆନାଟୋମି ଦେନ୍ ନେକ୍ସଟ ଆସିଲେ ରୁଡୋଲ୍ଫ କେମେରିୟସ୍ 1665ରୁ 1721ରେ ଡେମନଷ୍ଟ୍ରେଟ୍ କଲେ ଦେଟ୍ ପ୍ଲାଣ୍ଟ ପଜେସେସ୍ ମେଲ୍ସ ଆଣ୍ଡ ଫିମେଲ୍ ରିପ୍ରୋଡକ୍ଟିଭ୍ ଅର୍ଗାନ୍ ପ୍ରୁଭ୍ ଦେଟ୍ ପୋଲେନ୍ ଇଜ୍ ଇସେନ୍ସିଆଲ୍ ଫର୍ ସିଡ୍ ଫର୍ମେସନ୍ ଦେନ୍ ଆସିଲେ କିଏ ଆମର ଜିଓଭାନି ବଟିଷ୍ଟା ଏମିସି ଫାଷ୍ଟ ଅବଜର୍ଭ କଲେ ଗ୍ରୋଥ୍ ଅଫ୍ ଦ ପୋଲେନ୍ ଟ୍ୟୁବ୍ ଅଣ୍ଡର ଦ ମାଇକ୍ରୋସ୍କୋପ୍ରେ ତାପରେ ମହେଶ୍ୱରୀକି ଆମେ କାଣା ବୋଲିକିରି କହିଥିଲି ନା ଫାଦର୍ ଅଫ୍ ଏମ୍ବ୍ରାୟୋଲୋଜି ବୋଲି କହିଥିଲି ଫାଷ୍ଟ କ୍ଲାସ୍ରେ ଯେନ୍ମାନେ ଦେଖିଥିବ ଜାନିଥିବ ତ ସେଟା ତାପରେ ଆମେ ଦେଖ୍ମା ପୋଲେନ୍ ବାୟୋଲୋଜି ଦେଖ୍ଲା ଏତ୍କି ତାପରେ ଆମେ ଦେଖ୍ମା ଏଖେନ୍ ମାଇକ୍ରୋ ଗେମେଟୋଜେନେସିସ୍ Microspore is the beginning of the gametophyte generation. Microspore remain in interpreted after the microspore genesis. ପିଲାମାନେ ଏଇ ନୋଟ୍ସକେ ମୁଇଁ ଆଉ ଟିକେ ସର୍ଟସ୍ କରିଛେଁ ଯେନ୍ଟାକି ତୁମକୁ ବୁଝବାର୍ ଲାଗି ଇଜି ହେବା ଆମେ ସେଟାକେ ଦେଖିକିରି ବୁଝି ପାର୍ମା
देखो पिले माने माइक्रोगेमेटोजेनेसिस काना ना इट इज द फॉर्मेशन ऑफ मेल गेमेटोफाइट गेमेटो माइक्रोगेमेटोजेनेसिस बेले काना ना फॉर्मेशन ऑफ मेल गेमेटोफाइट ऑन मेल गेमेट्स माइक्रोगेमेटोजेनेसिस बेले हमें जानमा कि फॉर्मेशन ऑफ मेल गेमेटोफाइट बा मेल गेमेट्स पोलन ग्रेन डिवाइडेड इनटू ट्यूब न्यूक्लियस एंड जेनेरेटिव न्यूक्लियस पोलन ग्रेनटा पिले माने डिवाइड होइছে गुटे ट्यूब न्यूक्लियस रे आ गुटे जेनेरेटिव न्यूक्लियस देखि पारुथबो गुटे ट्यूब न्यूक्लियस आ गुटे जेनेरेटिव न्यूक्लियस पोलन ग्रेनटा डिवाइडेड होइছে डायग्राम देखि पारुथबो गुटेटा हला ट्यूब न्यूक्लियस आ गुटेटा हला जेनेरेटिव न्यूक्लियस देन the pollen germinates by forming a pollen tube which grew downward to the style মানে pollenটা the pollen germinate by forming a pollen tube এগ্রি which grow করবা downward to the style দেখো downward to the style রে grow করুছে তারপরে as the generative cell passes down the tube is it divided into two male gamete দুইটা male gamete রে সে বাহারি যা এনে হচ্ছে দুইটা male gamete দুইটা আছে কি then thus the male gametophyte is reduced to three nuclear stage only one which is not gamete and other two nuclei are convert to two male gametes কানা কହୁছে না the male gametophyte is reduced to three nuclei তিনটা nuclei ରୁ only one টা which is not gamete গুটেটা gamete নুহে ଆଉ other দুইটা nuclei টা convert ହେଇଯାଇସନ୍ କେନ୍ଟା କେନା ଦୁଇଟା male gamete বা sperm cell টাঙ্কি then cytochemical analysis reveal that the tip of the pollen tube cytochemical analysis reveal that the tip of the pollen tube are rich in RNA protein ଆଉ carbohydrates এটা হলো রহিলা পিলে তোমার ডায়াগ্রাম জেনারেটিভ সেলস টিউব নিউক্লিয়স জেনারেটিভ পোর্স মেল গেমেটোফাইট পোলেন টিউব যেটা কি এখানে কহলা ইনে যেটা কহিলি আমি তোমাকে সেটা হি ইনে ଅଛି এটা রহিলা পিলে মানে তোমার মাইক্রো গেমেটোজেনেসিস শর্টস রে কহবার কে গলে যেটা আমি তোমাকে পুরা কভার করবার নোটসটা দিয়ে দেবি সেটা না তুমি যদি ইয়ে করব তুমি সেনে সব তার ডিভিজন বনেবি সেনে সব ইনক্লুড হচ্ছে সেটাকে বি তুমি নোটস রে লিখি পারব ইয়া তো এতকি যদি বি মনে রাখুছ তুমি সেটাকে নোটস বনেকি আরামসে লিখি পারব এটা রহিলা পিলে মানে আমার সরলা পোলেন বায়োলজি মাইক্রো গেমেটোজেনেসিস आम देखिए पोलेन वाल स्ट्रक्चर भी आज आम क्लीयर कर दूँ पोलेन वाल स्ट्रक्चर काना पिले मैंने पोलेन वाल स्ट्रक्चर माइक्रोस्पोर पोलेन ग्रेन आर स्मॉल माइक्रोस्पोर पोलेन ग्रेन आर स्मॉल सब माइक्रोस्कोपिक स्पेरिकल हेमिस्पेरिकल ट्रायंगुलर इन शेप काना केनता थिसन ना माइक्रोस्पोर पोलेन ग्रेन रा स्मॉल सब माइक्रोस्कोपिक स्पेरिकल हेमिस्पेरिकल और ट्रायंगुलर इन ताकर शेप थिसी आउटर मोस्ट लेयर इज thickening in the form of spinous clots ridges or more kind of marking and having exine and entine wall outer layer takor kanda ken form thisi thickening in the form of spinous clots ridges or more kind of marking and having tankor wall je naam rohuche exine au entine wall then exine is an uniform set of differentiated into outer sexine and inner nexine exine ta kana hoche bile mane exine is an uniform set or differentiated into outer sexine or inner nexine then sexine remain attached to the nexine by means of bacula बुझेला काहे थी लाइक sexine remain attached to the nexine by means by bacula the bacula may be initiated into tectum above remain free pollen grain has some spore which are thin wall areas in the exine through which pollen the emerge pores may be rounded कल ताके आमे कहूछु पोरेट पोलेन और फ्यूरो लाइक कल ताके कहूछु आमे कोलेप्ट पोलेन মনে রকি তো এটা পিলে মানে তারপরে পোলেন গ্রেন ইজ মোনোকোট আর মোনোকোপলেট এন্ড ডাইকোট জেনারেলি ট্রাইক্লোপলেট পোলেন গ্রেন ইজ মোনোকোট কে আমি মোনোকোপলেট कहूछु আর ডাইকোট কে জেনারেলি আমি ট্রাইক্লোপলেট कहूछु chemically pollen wall is composed of sporopollenin which is consist of oxidative polymers ଆଉ carotenoids and their esters sporopollenin is highly resistant to various chemicals high temperature and to the azures of natural decay of organic matter silicon also found in exine रे पिले नाम silicon भी पाएमा তারপরে রহিলা পিলে মানে আমার পোলেন কোট যেটা কি পোলেন কোট অলসো ডিরাইভ ফ্রম দ ট্যাপেটম এন্ড ইট ইজ কল্ড পোলেন কিড পোলেন কোট ইজ অলসো ডিরাইভ ফ্রম দ ট্যাপেটম আর তাকে আমি কହୁଛୁ পোলেন কিড বলিকি বা ট্রাইফাইন বলিকি কুହାଉଛି ତ ପିଲାମାନେ ମେଲ୍ ଜର୍ମ ୟୁନିଟ୍ MGU ଆମେ ନେକ୍ସଟ କ୍ଲାସ୍ରେ ପଢ଼ମା ମେଲ୍ ଜର୍ମ ୟୁନିଟ୍
ତ ଆଜିର କ୍ଲାସ୍‌ରେ ପିଲାମାନେ ଆମେ କାଣା କଲା ପୋଲ୍ ଆଣ୍ଡ୍ ବାୟୋଲୋଜି ବେସିକ୍ ଦେଖେଇଦେଲି। ମାଇକ୍ରୋ ଗେମାଟୋଜେନେସିସ୍ ଆମର୍ ହେଇଗଲା। ମାଇକ୍ରୋ ଗେମାଟୋଜେନେସିସ୍ କ୍ଲିୟର୍। ଆଉ ଆମର୍ ପୋଲ୍ ଆଣ୍ଡ୍ ୱାଲ୍ ଷ୍ଟ୍ରକ୍ଚର୍ ବି ମୁଇଁ ତୁମକୁ ଦେଖେଇଦେଲି। ବୁଝାବାରଟା ବୁଝେଇ ଦେଇଚେଁ ବେସିକ୍‌ରେ। ଇ ନୋଟ୍ସ ବି ମୁଇଁ ତୁମକୁ ଦେଇଦେବି। ଆଉ ପୁରା ଯେନ୍ ନୋଟ୍ସ ପୁରା କଭର୍ କରିକିରି ଯିବା ସେତାର୍ ନୋଟ୍ସ ବି ମୁଇଁ ତୁମକୁ ଦେଇଦେବି। ଆଉ ଯେନ୍‌ମାନେ ବି ଆମର୍ ଚ୍ୟାନେଲ୍‌ରେ ନୂଆ ଅଛ ପିଲେମାନେ ଆମର୍ ଚ୍ୟାନେଲ୍‌ରେ ସବସ୍କ୍ରାଇବ୍ କରିଦିଅ। ତୁମର୍ ସାଙ୍ଗମାନଙ୍କର ସାଙ୍ଗେ କ୍ଲାସ୍‌ଟା ସେୟାର୍ କର। ଆଉ ପିଲେମାନେ ମୁଇଁ ନୋଟ୍ସ ତ ଅପଲୋଡ଼୍ କରିଦେବି। 5 ଦିନ୍ ହେଲାନ ମୁଇଁ ଟ୍ରାଏରେ ଅଛେ ବାକି ହେଭି ରେନ୍‌ଫଲ୍ ତ ପିଲେମାନେ ତୁମର୍ ଆଡ଼େ କେନ୍ତା ଅଛେ ବର୍ଷା ପାଗ ଯଦି କହି ନି ପାରେ ଆମର୍ ଆଡ଼େ ତ ପୁରା ଏତ୍କିଟାର ବର୍ଷା ପିଲେମାନେ ଯେ ନେଟୱାର୍କର ବି ଠିକ୍ ଠିକ୍‌ନା ନାଇଁ ରହେବାର୍ ଲାଇନ୍ ପାୱାର୍ କଟ୍ ବି ହଉଛେ ତ ସେଥିଲାଗି ବୋଲିକିରି ମୁଇଁ କିଛି ଲଗେଇ ନି ପାର୍ବା। ଡାଟା ମାନେ ସବୁ ବଡ଼୍ ଫାଇଲ୍ ମାନେ ରହିଯାଉଛେ ଅପଲୋଡ଼୍‌ରେ ଲଗେଇଦେଲେ 5 ମିନିଟ୍ ନେଟୱାର୍କ ରହୁଛେ ଆଉ ସିଆଡ଼େ ଘଣ୍ଟେ ଆଗ ଆସ୍ବାର୍ ନାଇଁ ନେଟୱାର୍କ। ତ ଯଦି ବଡ଼୍ ଫାଇଲ୍ କଟି ଯାଇଥିବ ଖାଲି ଅଧା ଡାଟା ଇଏ ହେଇଯାଇଥିବା ନେଟୱାର୍କ ପଲାଲା ବେଲେ ସର୍ଲା। ଫେନ୍ ତାକେ ଫେର୍ ମୂଲ୍‌ରୁ ଅପଲୋଡ଼୍‌ରେ ଲଗା ବୋଇଲେ ପିଲାମାନେ ଫେର୍ ପ୍ରୋବ୍ଲେମ୍ ଫେସ୍ କରିକେ ପଡ଼ୁଛେ। ତ ସେଥିର୍ଲାଗି ଦେଖ୍ମା ଆଜି ସୁଦ୍ଧା ତ ମୁଇଁ ଟ୍ରାଏ କରୁଛେଁ ସବୁ ଅପଲୋଡ଼୍ କର୍ବାର୍ ଲାଗି। ତ ସମସ୍ତେ ଯେନ୍‌ମାନେ ବି ନୋଟ୍ସ ନୁହେଁ ମାନେ ନୋଟ୍ସ ସବୁ ମୁଇଁ ଟେଲିଗ୍ରାମ୍‌ରେ ଦେବି। ତ ଟେଲିଗ୍ରାମ୍‌ର ଚ୍ୟାନେଲ୍‌ର ଲିଙ୍କ୍ ଆମ ଡେସ୍କ୍ରିପ୍ସନ୍‌ରେ ଅଛେ। ତ ଡେସ୍କ୍ରିପ୍ସନ୍‌ରେ ଅଛେ ଲିଙ୍କ୍ ତ ସେଇଟା ଜଏନ୍ କର। ଆଉ ପିଲେମାନେ କ୍ଲାସ୍ ତମର୍ ସାଙ୍ଗମାନଙ୍କ ସାଙ୍ଗେ ସେୟାର୍ କର। କ୍ଲାସ୍‌କେ ଲାଇକ୍ କର। ଆଉ ଯଦି ଚ୍ୟାନେଲ୍‌ରେ ପିଲେମାନେ ନୂଆ ଅଛ ତ ମୋଷ୍ଟ ସବସ୍କ୍ରାଇବ୍ କର।